ଏଟା କେମିତି କଣ ବୁଝିବେ ଗୋଟେ ପିଲା? ଆମେ ସାଧାରଣତଃ ନୀତି ପ୍ରତି ଅନୁସାରେ ଆଜିକାଲି କଣ ହଉଛି ନା ଗଭର୍ଣ୍ଣମେଣ୍ଟ ଚାହୁଁଛି ଯେ ଶୁଣିବା କହିବା ୟା ଉପରେ ବେଶୀ ଗୁରୁତ୍ୱ ଦିଆଯାଉଛି। ଯେହେତୁ ଆମେ ପ୍ରଥମ ଦ୍ୱିତୀୟ ତୃତୀୟ ଶ୍ରେଣୀକୁ ବର୍ତ୍ତମାନ ବେଶୀ ଗୁରୁତ୍ୱ ଦିଆଯାଉଛି। ଆମେ ଯେତେବେଳେ ଚିତ୍ର ଦେଖିକି ଛୁଆକୁ କହିବା ପାଇଁ ଯାଉଛେ ଗୋଟେ ଚିତ୍ର ଦେଖେଇ ଦଉଛେ ନା ଏଇଟା ହଉଛି ବଗ, ଏଇଟା ହଉଛି କାଉ, ଏଇଟା ହଉଛି ହାତୀ ଦେଖେଇ ଦଉଛେ ବା କହିଦଉଛେ ଚିତ୍ରରେ। କିନ୍ତୁ ତା ବ୍ୟତୀତ ଏମିତି ଆମେ ସବୁ ଜିନିଷ ଗୋଟେ ଜିନିଷ ଆମେ ନେବା ଯେ ଏଠି ଚିତ୍ର ହେଇଥିବ ଏଇଟା ହଉଛି ଈଶ ବା ଲଙ୍ଗଳ କୁହନ୍ତି, ଏଇଟା ଜୁଆଳି କୁହନ୍ତି। ତାହେଲେ ଆମେ ଯଦି ତାଙ୍କ ମନରେ ଦେଖେଇଦେବା ତାହେଲେ ତାଙ୍କ ମନରେ ସେଟା ମନରେ କଂକ୍ରିଟ ହେଇକି ରହିଯିବ ସବୁଦିନ ଏଇଟାକୁ ସେଟା କେବେ ସେ ଆଉ ଭୁଲିବନି। ସେଇଭଳି ଏଇଟା ୟାର କାମ କଣ ସାର୍? ଏହାର କାମ ଏଇଟା ହଉଛି ଚାଷୀ ମାନେ ଆମେ ଚାଷୀ ଘର ଲୋକ ସାଧାରଣତଃ ଯେତେ ଆଗ କାଳରେ ଲୋକମାନେ କଣ କରୁଥିଲେ ନା ଧାନ ଅମଳ କରୁଥିଲେ। ଧାନ ଅମଳ କରି ସେମାନେ ଘରକୁ ଆଣୁଥିଲେ ତ ସେ ଧାନଟା ରଖିବେ ସେ ନା ଏଇଟାକୁ କୁହାଯାଏ ବଳ 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 ବା ଏଇଟା କୁଟାରେ ତିଆରି। ଲୋକମାନେ କଣ କରୁଥିଲେ କୁଟାରେ ବଳକୁ ଆଗେ ତିଆରି କରୁଥିଲେ। ଧାନ ଯେତେବେଳେ ଅମଳ କରି ଆଣିଲେ ତାକୁ କଣ କରୁଥିଲେ ନା ଏଇ କୁଟା ଦେଇକି ତାକୁ ଭିତରେ ରଖୁଥିଲେ ତା ଭିତରେ ଏବଂ ତାର ଚାରିପଟରେ ବଳକୁ ଗୁଡେଇକି ରଖୁଥିଲେ। ହେଲେ ଧାନଟା କଣ ରହିବ ନା ବହୁତ ଦିନ ପର୍ଯ୍ୟନ୍ତ ସୁରକ୍ଷିତ ହେଇକି ରହିବ। କାରଣ ତ ଧାନ ଯଦି ଆମେ ଖୋଲା ରଖିଦବା ସେତେବେଳେ ନର୍ମା ହେଇଯିବ, ନଷ୍ଟ ହେଇଯିବ, ସେ ଚାଉଳ ଦାନା ଭଲ ଲାଗିବ। ଏଇଟା କଣ ଜାଣିଛ? ଏଇଟା ମାଛ ଧରନ୍ତି ବୋଧେ? ହଁ ମାଛ ଧରନ୍ତି। ରାଖି କଣ କହନ୍ତି? ରାଖି ମଗର ନା କଣ ଗୋଟେ କୁହନ୍ତି? ଏଟା ମଗର ନା କଣ କୁହନ୍ତି ବୋଧେ? ପହଣିଆ ବି କୁହନ୍ତି, ମାନେ ଏଟା ହଉଛି ଲୋକାଲ ଲାଙ୍ଗୁଏଜ ହିସାବରେ। ତାକୁ ପଟା ବି କୁହନ୍ତି, ଛାଇ ପଟା ବି କୁହନ୍ତି। ଯେତେବେଳେ ଆଜିକାଲି ଆମେ ଯେମିତି ଜାଣିନୁ ଆଜିକାଲି ଛୁଆ ମାର୍କେଟରେ ଏଇଟା ମାଛ ଆମେ ମାଛ ଖାଉଛେ କିନ୍ତୁ ମାଛ କୋଉଠି ଧରୁଛନ୍ତି ଛୋଟ ମାଛ କେମିତି ଧରୁଛନ୍ତି ଜାଣିପାରୁନୁ। ବିଲରେ ଯୋଉଠି ପାଣି ଆସୁଥିବ ଗୋଟେ ଜାଗାରେ ତାକୁ ସେଠି ରଖିଦେଲେ। ରଖିଦେଲା ପରେ ପାଣି ତା ଉପରେ ଗଲା ତାକୁ ସାମ୍ନାରେ ବସେଇଦେଲେ। ପାଣି ସବୁ ମାଛ ଆସିଲେ ଲାଗିଯିବ। ୟା ପରେ ଏଇଟା ଲାଗିବ ସାର୍। ଠିକ ଅଛି। ଢିଙ୍କି ହଁ ଢିଙ୍କି ଜାଣିଛୁ। ଏଟା କୂଅରୁ ବୋଧେ? ହଁ ତାନ୍ଦା ଶବ୍ଦ ବଢିବ। ଆମେ ତାକୁ ଗୋଟେ ପତର ଭଳିଆ ଶବ୍ଦଟା ପାଇଲା ସେକେଣ୍ଡ ବୋଲେଇରେ ସେ ତ ଅକ୍ଷରକୁ ଚିହ୍ନିକି ସେ ବାହାର ତ ରଖିଲେ ତା ଭିତରେ ତାପରେ ର ଅକ୍ଷରକୁ ସେ ଏ ଭିତରୁ এই টোটালটাକୁ କଣ କହିବା ସାର୍? এই টোটাଲ ଏଲେମଟା ତାକୁ ନେଇକି ଆଉ ଭିତରୁ ମାଛ ପକେଇକି କରିପାରିବା ଆକାର ସାର୍